ଯିଏ ଯାହାକୁ ବେଶୀ ଭଲ ପାଏ ସିଏ ତାକୁ ମୃତ୍ୟୁ ପରେ ବି ଆସି ଦେଖା ଦେଇଥାଏ। ହଁ, ଏହା ଗୋଟେ ଝିଅ ଜୀବନରେ ଘଟିଛି। ଭୁଲରେ ବି ସୁଦ୍ଧା ଭାବିବେନି ଯେ ଇଏ ଏକ କାଳ୍ପନିକ କାହାଣୀ ବୋଲି, କାରଣ ଆପଣଙ୍କୁ ହୁଏତ ଭଲ ପାଉଥିବା ଲୋକ ଯଦି ଯମପୁରରୁ ଆପଣଙ୍କ ନିକଟକୁ ଫେରି ଆସେ, କ'ଣ ହବ ଆପଣଙ୍କର ଅବସ୍ଥା? ଶୁଭଲକ୍ଷ୍ମୀ, ବୟସ 24 ବର୍ଷ। ଏବେ ବାଙ୍ଗାଲୋରରୁ ଆସିଛି ସିଏ। ବାଙ୍ଗାଲୋରରେ ନୂଆ କରି ଇଞ୍ଜିନିୟର ଚାକିରି କରିବା ପରେ ଏବେ ସିଏ ଗ୍ରାମକୁ ପ୍ରତ୍ୟାବର୍ତ୍ତନ କରିଛି। ବାପା ମାଙ୍କର ଅଲିଅଳି କନ୍ୟା ଶୁଭଲକ୍ଷ୍ମୀ। ବାପା ମା ତାକୁ ଅତି ଶ୍ରଦ୍ଧାରେ ଶୁଭ ଶୁଭ ବୋଲି ଡାକିଥାନ୍ତି। ଆଜି ଶୁଭ ଗାଁକୁ ଆସିଛି। ଘରେ କେତେ ପ୍ରକାରର ପିଠାପଣା, କେତେ ପ୍ରକାରର ଖାଦ୍ୟପେୟ। ଶୁଭ ଗାଁ ଦାଣ୍ଡରେ ଚୌକିଟିଏ ପକାଇ ବସିଥାଏ। ମନେ ମନେ ଭାବୁଥାଏ, ମୋ ବଉଳ ବାହା ହେଇ ଚାଲିଗଲା, ମୁଁ ଟିକେ ବି ତାର ଖବର ପାଇପାରିଲି ନାହିଁ। ପାଠପଢ଼ା, ଏକ୍ଜାମ ଏସବୁରେ ଏତେ ବ୍ୟସ୍ତ ରହିଗଲି ଯେ ମୋ ବଉଳର ଖବର ମୁଁ ଟିକେ ପାଇପାରିଲି ନାହିଁ। କେଉଁଠି ତାର ବାହାଘର ହେଲା କେଜାଣି? ତା ହଜବେଣ୍ଡ ଦେଖିବାକୁ କେମିତିଆ? ସତରେ କ'ଣ ହ୍ୟାଣ୍ଡସମ୍ ହେଇଥିବ? ଶୁଭ ଆଗରେ କଳା ବିଲେଇଟେ ପାସ୍ କରିଗଲା। ଅବଶ୍ୟ ଶୁଭ ଯେହେତୁ ବାହାରେ ରହି ପାଠ ପଢ଼ିଛି, ସେ ଏସବୁରେ ବିଶ୍ୱାସ କରେନି। ଆରେ ବିଲେଇଟେ ପାସ୍ କରିଗଲା, ଏ ତ ସ୍ୱାଭାବିକ କଥା, ଚମକି ପଡ଼ିବା, ଏଥିରେ ବ୍ୟତିବ୍ୟସ୍ତ ହେବାର କ'ଣ ଅଛି? ଶୁଭ ମନକୁ ମନ ବୁଝେଇଦେଲା। ପୁଣି ଶୁଭ ଭାବିଲା, ହେ ବଉଳର ଫୋନ୍ ନମ୍ବରଟା ବି ମୋ ଫୋନ୍ରୁ ଡିଲିଟ୍ ହେଇଯାଇଛି, ନହେଲେ ମୁଁ ଫୋନ୍ କରି ତା ସହିତ କଥା ହେଇନଥାନ୍ତି। ଏଇ ସମୟରେ ହ୍ୱାଟ୍ସଆପ୍ରେ ଗୋଟେ ମେସେଜ ଆସିଲା। ହାଏ ଶୁଭ, ଶୁଭ ଏ ମେସେଜ, ଏ ନମ୍ବର, ଆକୁ ତ ମୁଁ ଚିହ୍ନିନି, ଇଏ କିଏ? ଶୁଭ ରିଟର୍ନ ମେସେଜ ଦେଲା, ହୁ ଆର୍ ୟୁ? ସେପଟୁ ଗୋଟେ ଭଏସ୍ ନୋଟ୍ ଆସିଲା। ମରିଯାଇଥିବା ଲୋକକୁ କେହି ଚିହ୍ନି ପାରନ୍ତିନି, ତୁ ଆଉ ମୋତେ କ'ଣ ଚିହ୍ନିପାରିବୁ? ଶୁଭ ଛାତି ଭିତରଟା ଯେପରି ଧଡ଼ ଧଡ଼ ହେଇଗଲା। ତାକୁ ଲାଗିଲା ଏଇ ଗୁରୁ ଗମ୍ଭୀର ସ୍ୱର କାହାର? ମରିଯାଇଥିବା ଲୋକକୁ କେହି ମନେ ରଖନ୍ତିନି। ମୋର ତ କେହି ବନ୍ଧୁ ପରିଜନ, ଆତ୍ମୀୟ ସ୍ୱଜନ କି ମୋ ଅଫିସର କର୍ମଚାରୀ କି ମୋ ସାଙ୍ଗ କେହି ଏପରି ମୃତ୍ୟୁ ପଥର ଯାତ୍ରୀ ହେଇନାହାନ୍ତି। ମୁଁ ଭୁଲିବି କାହାକୁ ମୁଁ ମନେ ରଖିନି। ଶୁଭକୁ ଲାଗୁଥିଲା ଯେପରି ତାର ପଛରେ କିଏ ଠିଆ ହୋଇଛି ଆଉ ତା ବେକ ଆଡ଼କୁ ହାତ ବଢ଼ଉଛି। ଶୁଭ ଚିତ୍କାର କରି ଉଠିଲା। ତା ମା, କ'ଣ ହେଲା ଶୁଭ, କାହିଁକି ଏମିତି ଚିଲେଇଲୁ? ମା, ଏଠି ଗୋଟେ କିଏ ମୋ ପଛରେ ଥିଲା ପରି, କାହିଁ ଏଠି ତ କେହି ନାହିଁ, ତୁ ଘୁମେଇ ପଡ଼ିଥିଲୁ ବୋଧେ, ଏମିତି ସ୍ୱପ୍ନ ଦେଖି ଚିଲେଇଲୁ? ନାଇଁ, ଏଠି ଗୋଟେ କିଏ ଥିଲା। ତା ମା ଭାବୁଥିଲେ, ତା ମାନେ କ'ଣ ତା ସାଙ୍ଗର ଆତ୍ମା ତାକୁ ଦେଖାଯାଉଛି? କାରଣ ଶୁଭର ସାଙ୍ଗ ଜଲି ଅଲରେଡ଼ି ମରିଯାଇଥିଲା। ଶୁଭ କାଳେ ମାନସିକ ଭାବେ ଭାଙ୍ଗି ପଡ଼ିବ, ଏହା ତାହାକୁ କେହି ଜଣେଇ ନଥିଲେ। କାରଣ ସେଇ ଜଲିର ବର ସହିତ ଶୁଭର ବାହାଘର ଠିକ୍ କରିଦେଇଥିଲେ ତା ଘର ଲୋକ। ଶୁଭର ବର ମାନେ ଯିଏ ଜଲିକି ଆଗରୁ ବାହା ହେଇଥିଲା, ଏବେ ଯେ ଶୁଭକୁ ବିବାହ କରିବାକୁ ଯାଉଛି, ସିଏ ଗୋଟେ ଡାକ୍ତର। ତେଣୁକରି ଶୁଭର ବାପା ମା ନିଷ୍ପତ୍ତି ନେଇଯାଇଥିଲେ, ସେ ପଛେ ଆଗ ସ୍ତ୍ରୀକି ତାର ମାରି ଦେଇଥାଉ, ଆମେ ଆମ ଶୁଭକୁ ତା ହାତରେ ଟେକିଦେବୁ। ଆମ ଶୁଭକୁ ସେ ଭଲରେ ରଖିବ। କାରଣ ଶୁଭର ବାପା ଓ ସେ ପୁଅ ଦିନେଶର ବାପା ବାଲ୍ୟକାଳର ବନ୍ଧୁ। ଯଦିଓ ଜଲିର ବାହାଘର ଭୁଲ ବଶତଃ ଦିନେଶ ସହିତ ହେଇଯାଇଥିଲା, କିନ୍ତୁ ତାପରେ ଯୌତୁକ ପାଇଁ ତା ଘର ଲୋକଙ୍କ ସହିତ ମିଶି ସେ ତାକୁ ହତ୍ୟା କରିଥିଲା। ଏହା ଶୁଭର ଅଗୋଚରରେ ହେଇଛି। ତାର ମା କହିଲେ, ଶୁଭ ଗୋଟେ କଥା କହିବି। କ'ଣ କହୁନ ମା? ଆରେ ତୋର ବାହାଘର ତୋ ବାପା ଆଉ ମୁଁ ଠିକ୍ କରିଦେଇଛୁ। ଶୁଭ, ମୋ ବାହାଘର? କିନ୍ତୁ ଏତେ ହଠାତ୍? ଆରେ ମା, ଏଥିରେ ହଠାତ୍ କ'ଣ? ପ୍ରତ୍ୟେକଟି କୁଆଁରୀ ଝିଅ ଦିନେ ନା ଦିନେ ବାହା ହେବେ, ଏଇଟା ତ ସ୍ୱାଭାବିକ କଥା। ସେଇଟା ଠିକ୍ ଯେ, କିନ୍ତୁ ଏତେ ହଠାତ୍? ଆରେ ହଠାତ୍ କ'ଣ? ଶୁଭର ବାପା ଏଇ ସମୟରେ ସେ ସ୍ଥାନକୁ ଆସିଲେ। ଆରେ କ'ଣ ହେଇଛି?
ଆମର କେଲି ଝିଅ କାହିଁ ଦୁଃଖୀ ଜଣା ପଡୁଛି। ଶୁଭର ମା ତାର ବାହାଘର କଥା ଶୁଣି ତା ମନ ଭାଙ୍ଗିଗଲା। ଆରେ ମା, ଏଇଟା ତ ଗୋଟେ କୁଆଁରୀ ଜୀବନର ମାନେ ଗୋଟେ ପାହାଚ। ବିବାହ କରିବ, ଘର ସଂସାର କରିବ, ତାପରେ ଗୋଟେ ସୁନ୍ଦର କ୍ୟୁଟ୍ ବାଲା ସନ୍ତାନକୁ ସେ ଜନ୍ମ ଦେବ। ଆଉ ଯେତେବେଳେ ତୋର କନ୍ୟା କି ପୁତ୍ର ମତେ ଅଜା ଅଜା ଡାକିବ, ମୋ ସହିତ ଖେଳୁଥିବ, ଶୁଭ ବାବା ମୁଁ ତମ ସାଙ୍ଗେ କଥା ହେବିନି, ତମର ଏମିତିଆ କଥା ନା। ଆରେ ରାଗିଗଲୁ କି? ତୁ ପରା ମୋର ସୁନା ଝିଅରେ ମା, ସତରେ ମା। ତୁ ଜନ୍ମ ହେବା ପରେ ଆମ ଘରର ସବୁ କିଛି ଉନ୍ନତି ହେଇ ଚାଲିଛି। ଶୁଭ ଆଉ ବାପା ମାଙ୍କ କଥାକୁ ମନା କରିପାରିଲାନି। ବାହାଘର ହେଇଗଲା। କିନ୍ତୁ କାହିଁକି କେଜାଣି ଶୁଭ ଯେତେବେଳେ ଗାଡ଼ିରେ ବସି ତା ଶାଶୁ ଘରକୁ ଗଲା, ତାକୁ ଲାଗୁଥିଲା ଯେପରି ସେ ଗାଡ଼ି ଭିତରେ ଆଉ କିଏ ଅଛି। କିନ୍ତୁ କିଏ? ଶୁଭ ତାକୁ ଦେଖିପାରୁନଥିଲା। ଗାଡ଼ିର ଦର୍ପଣ ଆଗରେ ଗୋଟେ ଛାଇଟିଏ ଖାଲି ସେ ଦେଖୁଥିଲା। ଏ ଛାଇ କାହାର? କାହାକୁ ପଚାରିବ ସେ ଯେ ଏ ଗାଡ଼ି ଭିତରେ ଆଉ କିଏ ଅଛି ଆମମାନଙ୍କ ବ୍ୟତୀତ ବୋଲି? କିଏ ବି ତା କଥାକୁ ବିଶ୍ୱାସ କରିବ? ଶୁଭ ପଥର ମୂର୍ତ୍ତିଟି ପରି ସେମିତି ବସିଥିଲା। ଗାଡ଼ି ଯାଇ ପହଞ୍ଚି ଯାଇଥିଲା ଶାଶୁ ଘରେ। ବନ୍ଦା ବନ୍ଦା କରାଗଲା ଶୁଭକୁ। ଥାଳିଟି ଖୁବ୍ ଜୋରରେ ତଳେ ପଡ଼ିଗଲା। ବନ୍ଦା ବନ୍ଦା ପାଇଁ ଥିବା ସାମଗ୍ରୀ ଛିନ୍ ଛତର ହେଇ ଏଣେ ତେଣେ ପଡ଼ିଗଲା। ଦୀପ ବି ଲିଭିଗଲା। ଦିନେଶର ମା, ଇଏ କ'ଣ ଅଶୁଭର ଲକ୍ଷଣ? ମୋ ବୋହୂ ଶୁଭ ଏ ଘରକୁ ଆସିଲା, କିନ୍ତୁ ଇଏ କି ଲକ୍ଷଣ ସମୁଦି? ଶୁଭର ବାପା, ଆରେ ଡୋଣ୍ଟ ୱରି ସମୁଦୁଣୀ, ଏମିତି କିଛି ହୁଏ ଡୋଣ୍ଟ ୱରି, କିଛି ନାହିଁ, ସବୁ କିଛି ଠିକ୍ ହେଇଯିବ, ଏଭ୍ରିଥିଙ୍ଗ ଇଜ୍ ଓକେ। ଆପରେ ଶୁଭକୁ ତା ଶାଶୁ ମା ତା ରୁମ୍ ଦେଖେଇଦେଲେ। ଆ ଭିତରେ 8 ଦିନ ବିତିଗଲାଣି। ଶୁଭ ବୋଧହୁଏ ଆଉ କିଛି ଦିନ ପରେ ବେଙ୍ଗଲୋର ଚାଲିଯିବ ଦିନେଶକୁ ନେଇ। ଶୁଭ ସେଦିନ ସେମିତି ବସିଥାଏ। ଶୁଭକୁ ଲାଗିଲା ସେ ଘର ଭିତରୁ କେହି ଜଣେ ପଶି ଆସିଲା ପରି। କିନ୍ତୁ କିଏ? କେହି ତ ତାକୁ ଦେଖାଯାଉନଥିଲେ। ଶୁଭ ଆଗରେ ଥର ଦେଖାଗଲା ଗୋଟେ ନାରୀ। ମୁଣ୍ଡ ଫାଟି ପୁରା 2 ଫାଳ ହେଇଯାଇଥାଏ। ଆଉ ସିଏ ହସୁଥିଲା ଖୁବ୍ ଭୟାନକ ହସ। ସେ ହସର ପ୍ରକୋପ ଏତେ ଥିଲା ଯେ ଶୁଭକୁ ଲାଗୁଥିଲା ଯେପରି ତା କାନ ଏବେ ଫାଟିଯିବ, ଏବେ ହିଁ ହାର୍ଟ ଫେଲ୍ କରିଯିବ। ଶୁଭ ଖୁବ୍ ଜୋରେ ଚିତ୍କାର କରି ପଚାରିଲା, କିଏ କିଏ ତମେ? କିଛି ବି ଆବାଜ ନଥିଲା। ଏଇ ସମୟରେ ଗୋଟେ ଥାକରୁ ଟାୟାରଟେ ଖସି ପଡ଼ିଥିଲା ଶୁଭ ପାଖରେ। ଶୁଭ ତଳକୁ ନେଇ ଗୋଟେଇବାକୁ ଯାଉଛି। ଶୁଭର ହାତକୁ ଯେପରି କିଏ ଧରିଦେଲା। ତା କାନ ପାଖକୁ ମୁହଁ ଆଣି କହିଲା, ଏଠି କାହିଁ ବାହା ହଉଥିଲୁ? ଏମାନେ ତତେ ମାରିଦେବେ। ତୁ ମୋ ପରି ଜୁଇରେ ଜଳିଯିବୁ। ଏମାନେ ମଣିଷ ନୁହନ୍ତି, ଏମାନେ ଗୋଟେ ରାକ୍ଷସ। ଶୁଭ ଇଏ କ'ଣ ଶୁଣୁଛି? ଜାଗ୍ରତ ଥାଇକି ସୁଦ୍ଧା ସେ କ'ଣ ସ୍ୱପ୍ନ ଦେଖୁଛି? ଶୁଭର ମୁଣ୍ଡ ପୁରା ଗୋଳମାଳ ହେଇଯାଉଥିଲା। ଶୁଭ ସେ ଡାଏରୀଟି ପଢ଼ିବାକୁ ଲାଗିଲା। ଡାଏରୀରେ ଲେଖା ଥିଲା, ବଉଳ, ବାହାଘର ମୋର ଖୁବ୍ ଶୀଘ୍ର ବାପା ମା କରିଦେଲେ। ତତେ ଜଣେଇବା ସମ୍ଭବ ନଥିଲା, ତୁ ଯେହେତୁ ସିମ୍ ଚେଞ୍ଜ କରିଦେଇଥିଲୁ। ମୋର ବାହାଘର ପରେ ମୁଁ ଏଠି ଭଲରେ ନାହିଁ ରେ ବଉଳ, ଜମା ବି ଭଲରେ ନାହିଁ। ଏଇ ସମୟରେ କାନ୍ଥରୁ ଖସି ପଡ଼ିଲା ଗୋଟେ ଫଟୋ। ଶୁଭ ସେ ଫଟୋ ଦେଖି ଚମକି ପଡ଼ିଲା। ଘରର ଚାକରକୁ ଡାକି ସେ ପଚାରିଲା, ଏ ଫଟୋ ମୋ ସାଙ୍ଗ ଜଲିର, ଏଠି କେମିତି ଆସିଲା? ମୁଁ ପଚାରିଛି ଏଠି କେମିତି ଆସିଲା? ଚାକର, ଦେଇ ମେତେ ଦୋଷ ଦେବନି, ମୋର ଟିକେ ମନେ ନାହିଁ ତ। ଏ ଫଟୋ ମା କହିଥିଲେ ଘରୁ କାଢ଼ିଦେବା ପାଇଁ। ଏ ଫଟୋ ଏ ଘରୁ କାଢ଼ିଦେବା ପାଇଁ? କିନ୍ତୁ କାହିଁକି? ହ୍ୱାଏ? ଶୁଭର ଏ ପ୍ରଶ୍ନରେ ଚାକର ରଘୁଆ ବା କି ଉତ୍ତର ଦବ? ଦେଇ କ'ଣ ଏ ହଉଛ? ମୁଁ ତମକୁ ପଚାରିଛି ରଘୁଆ କ'ଣ? ଦେଇ ଇଏ ହେଉଛି ଆମ ବାବୁଙ୍କର ପ୍ରଥମ ସ୍ତ୍ରୀ, ତା ନାଁ ଜଲି। ଶୁଭ ଆଶ୍ଚର୍ଯ୍ୟ ହେଇଗଲା। ତା ସାଙ୍ଗ ଜଲି? ପୁଣି ଏବେ ଯାହାକୁ ଶୁଭ ବିବାହ କରିଛି ଦିନେଶକୁ, ତାକୁ ସେ ଆଗରୁ ବିବାହ କରିଥିଲା? ଶୁଭ ସେ ଚାକରକୁ ପଚାରିଲା, ମୋତେ ସମସ୍ତ ବୃତ୍ତାନ୍ତ କୁହ, କ'ଣ ହେଇଛି? ଚାକର, ଆଜ୍ଞା ଛୋଟ ମୋର ବଡ଼ କଥା ଆଜ୍ଞା, ଏଠି ତ ତୁଣ୍ଡ ଖୋଲିଲେ ମୁଣ୍ଡ ଗଡ଼ିଯିବ। ଆପଣଙ୍କୁ ମୋ ହାତ ଯୋଡ଼ି ନେହୁରା ହେଉଛି ଆଜ୍ଞା, ମୋତେ ଏସବୁ ପଚାରନ୍ତୁନି।
तमे जदि न पचार मु माँ को आगे तुम ना मिछ सत लगे कहि आज्ञा ये कौन एणु माइले गोहत्या तेणु माइले ब्रह्म हत्या हरिओम तत्सत ये कि परिस्थिति मत पकईदेल प्रभु। शुण माँ जल्दी जिते बड़े बाहाई घर को आसला से किसी भी यौतुक आन नाला तेणुक प्रतिदिन दिनेशर माँ ताको बहुत निर्यातना दे चलले शेष जल्दी केते सहिब से प्रतिवाद कला। गोटे दिन जल्दी एकुटिया थला बेले दिनेश और माँ ताको किरोसिन ढाली पोड़ी मारिदेले। पुलिस रे केस हेलानी केस किए दब दे मो छड़ा एठी आ साक्षी केही नथले मु तो पेट पाटना पे एठी पड़ी रही केस किए दब। एई समय रे ऊपर सुखीला भयानक हस आओ चली आसी ठिया हो जाइथला सेमानंक आगे चाकर रघुआ पूरा किंग कर्तव्य विमूढ़ हो जाइथला। शुभ किंतु निज सांग को देखी ना कांदी पारुथला ना हसी पारुथला दुख करिब कि सुख करिब से निजे भी जानी पारुथला। शुभ बौल ये तोर कौन हो गला बौल चली मो नुहे एमती बहुत झील सहित आजिकल ये घटना घटुची यौतुक पाई गरीब घर झील मान धनी घरे बाप माँ मैंने विवाह कर दौरान किंतु ता बदल से झील सहित घटुची कौन तू तो पाठशाठ पढ़ीचु बौल तू एसबुर नेतृत्व ने तू लड़ई कर। शुभ पुलिस की फोन कर डाकिला समस्त वृत्तांत पुलिस की कहला दिनेश को अरेस्ट कर दिया जाइथला। आपर दिनेश और ता माँ को आजीवन कारादंड हो गला। एबे भी सुद्धा शुभर पाखे पाखे ता बौल रहे। कुहजाए जे सबु आत्मा माने कहार क्षति करंतिनी किछि दुष्ट आत्मा अछंती क्षति करंती किछि भल आत्मा अछंती अन्यर उपकार करंती। आज भी सुद्धा मो पछरे मो जेजेमार आत्मा रहे। हाँ मो मोबाइल टी आपे आपे बेले बेले चली उठे तापरे मो देह मुंड अरे मोबाइल की चलेला मोबाइल की चलेला केही भी आवाज देवेनी। 6:41 a.m. Recorder. Double tap to activate. Settings. Standard quality. Mark. Pause. Stop. Button.